ଭଲ କଥା। ଆପଣ ମାନେ ସମସ୍ତେ ଭୋଟ ଦେବେ। 2024 ଏକ ନିର୍ଣ୍ଣାୟକ ପ୍ରାର୍ଥୀ ନିର୍ବାଚନ କରିବ। ଭୁବନେଶ୍ୱରବାସୀ ବିଗତ ଦିନରେ ଅନେକ ହରେଇଛନ୍ତି, ସବୁକିଛି ହରେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଜନମତକୁ ଚାପି ଦିଆଯାଇ ଦୀର୍ଘମିଆଦୀ ଶାସନ ବ୍ୟବସ୍ଥା ଆଜି ଭୁବନେଶ୍ୱରର ପରିବେଶକୁ ତଳିତଳାନ୍ତ କରିସାରିଛି। ସେଥିପାଇଁ ଦାୟୀ ଏ ଭୋଟର ମାନେ ନା ଦାୟୀ ଏ ରାଜନେତା ମାନେ ଅବା ପ୍ରଶାସକ ମାନେ? ସର୍ବୋପରି ମୋ ଆଖି ଆଗରେ ମୁଁ ଦେଖିଲା ବେଳେ ଭାବିନି ପ୍ରଶାସନର ସ୍ଥାଣୁତା ନୁହଁ, ପ୍ରଶାସନର ବ୍ୟଗ୍ରତା ଏବଂ ତୁଷ୍ଟିକରଣ ରାଜନୀତି ଅବଦମିତ ହେଇ ଏପରି ଭାବରେ ଭୁବନେଶ୍ୱରର ଦୀର୍ଘମିଆଦୀ ଶାସନ ବ୍ୟବସ୍ଥାକୁ ଜାବୁଡ଼ି ଧରିଛି, ଯେଉଁଥିରେ ଜନସାଧାରଣଙ୍କ ସ୍ୱର ପ୍ରାୟ ଲୁପ୍ତ ହେଇଯାଇଛି। ପ୍ରଶସ୍ତି ଗାଇବା ଏବଂ ପ୍ରଶସ୍ତି ବନ୍ଦନା କରିବାରେ ବେଳ କଟି ଯାଇଛି। ତା ଭିତରେ ଭୁବନେଶ୍ୱରର ପରିବେଶ ଆଜି ଭୁବନେଶ୍ୱରକୁ ବିଶ୍ୱବିଦିତ କରିଛି ଏଇଥିପାଇଁ ଯେ ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ଆଜି ଭୁବନେଶ୍ୱର ପାଲଟିଛି। ସେଥିପାଇଁ ଦାୟୀ କିଏ? ସର୍ବୋପରି ଗୋଟେ ସାଧାରଣ ନାଗରିକ ହିସାବରେ ମୁଁ ଯେତେବେଳେ ଭାବେ ଯେ ଇଏ କ'ଣ ହେଇଯାଉଛି ଆଉ କ'ଣ ଘଟୁଛି, କାରଣ ମୋ ପିଲାବେଳେ ଏଇଠି କଟିଛି, ମୋର ଏ ଅବସ୍ଥା ଆସି ପହଞ୍ଚିଲାଣି। ଏ କୈଶୋର ସାରି ଆଉ ଦି ପାଦ ଆଗକୁ ଯେତେବେଳେ ବଢି ସାରିଛି, ସେତେବେଳେ ଜରାବା ଆଉ କେତେ ବାଟ। ତାରି ଭିତରେ ଏ ମାନସିକତା ମତେ କହିଲା ଦି ପଦ କହିବା ପାଇଁ ନିର୍ବାଚନ ବେଳେ। ସରିଯାଇଛି ଭୁବନେଶ୍ୱରର ସେ ଶ୍ରୀ, ହଜିଯାଇଛି ଭୁବନେଶ୍ୱରର ଐତିହ୍ୟ। ଚକମକ ହେଇଛି କେବଳ ରାସ୍ତାଘାଟ ଆଉ ସର୍ବୋପରି ଟାଇଲ ଆଉ କଂକ୍ରିଟର ଖୁମ୍ବ ଗୁଡାକ ଭିତରେ ବାନ୍ଧି ଅଣନିଶ୍ୱାସୀ ହେଇ ସାରିଲେଣି ଭୁବନେଶ୍ୱର ଜନସାଧାରଣ। ଭୁବନେଶ୍ୱରରେ ଥିବା ଜଳ ଉତ୍ସ ଗୁଡିକ ବିଲୁପ୍ତ ପ୍ରାୟ। ବାଣୀବିହାର ଠାରୁ ଆପଣ ଯଦି ଲକ୍ଷ୍ୟ କରିବେ, ବାଣୀବିହାରରେ ଥିବା ପ୍ରାକୃତିକ ହ୍ରଦ, ଭୁବନେଶ୍ୱରରେ ନିର୍ମିତ ହେବାକୁ ଥିବା ଜଳସ୍ରୋତ ମଧ୍ୟରେ 3ଟି ହ୍ରଦ, ଯେଉଁ ନିକୋ ପାର୍କ ଠାରୁ ଆରମ୍ଭ କରି ଶହୀଦ ନଗର ଶେଷ ପର୍ଯ୍ୟନ୍ତ, ଇଏ 3ଟି ହ୍ରଦ ବାୟାବା ମଠ ପାଖ, ୟାକୁ ଏ ସରକାର ବନ୍ଦ କରିଦେଲେ। କ'ଣ ପାଇଁ? ଏଇଟା କ'ଣ ଆପଣ ମାନଙ୍କୁ ଭଲ ଲାଗୁଛି? ମୁଁ ଶହୀଦ ନଗରରେ ରୁହେ। ଶହୀଦ ନଗର ହେଉଛି ଭୁବନେଶ୍ୱରର ପ୍ରାଣକେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଶହୀଦ ନଗରରେ ଯେତେ ନିର୍ଣ୍ଣାୟକ ସରକାର ଯାହା ନିର୍ଣ୍ଣୟ କରନ୍ତି ପ୍ରଣୋଦିତ କରିବା ପାଇଁ, ତାର ଜନମତର ସର୍ଭେ ପାଇଁ ଶହୀଦ ନଗରକୁ ଆସନ୍ତି। ଶହୀଦ ନଗରରେ କତିପୟ ଲୋକଙ୍କର ସହମତି ନେଇ ଭୁବନେଶ୍ୱରରେ ସେମାନେ ଆଜି ଚାଇନା ମିଟରର କଥା କୁହନ୍ତୁ, 24 ଘଣ୍ଟିଆ ପାଣି ବ୍ୟବସ୍ଥା କୁହନ୍ତୁ, ସହରର କନଜରଭେନ୍ସି ଲାଇନ ଗୁଡାକୁ କଂକ୍ରିଟ କରିବାର ବ୍ୟବସ୍ଥା କୁହନ୍ତୁ, ଏବଂ ସରକାରୀ କ୍ୱାର୍ଟରର ପାଚେରୀ ଗୁଡାକୁ କଂକ୍ରିଟ କରିବା କୁହନ୍ତୁ, ଏ ସମସ୍ତ ଜିନିଷ ଆଡକୁ ସେମାନେ ଆଗେଇ ଗଲେ। ଇଏ ଦିଶା କାହାର? ସେମାନେ କ'ଣ ବୁଝିପାରିଲେନି ଏ କଂକ୍ରିଟର ଝଲମଲ ଭିତରେ ଭୁବନେଶ୍ୱରର ତାତି ଶତଗୁଣିତ ହେଇଯିବ? ଏ ମଣିଷ ଗୁଡାକ ଅଣନିଶ୍ୱାସୀ ହେଇଯିବେ? ପ୍ରାଚୀନ ଜଳସ୍ରୋତକୁ ବନ୍ଦ କରିଦିଆଗଲା, ପ୍ରାଚୀନ ଜଳଧାରାକୁ ବନ୍ଦ କରିଦିଆଗଲା, ଜଳ ଉତ୍ସ ଗୁଡିକୁ ବନ୍ଦ କଲା। ଯେ କେତେ ଗୁଡାଏ ଶାମୁକା ଥିଲା, ବମିଖାଲ ଠାରୁ କୋରଡକଣ୍ଡା ଠାରୁ କେଶୁରା ଠାରୁ ଆରମ୍ଭ କରି ଝାରପଡା ତକାତ ଏକଡେ ଲକ୍ଷ୍ମୀସାଗର, ଇଏ ସମସ୍ତ ଜାଗାରେ ଶାମୁକା ଗୁଡାକ ରହିଥିଲା। ସେ ସମୟରେ ତିଆରି ହେଇଥିଲା ଏ ଶାମୁକା ଗୁଡିକ, ଯୋଉଥିରେ ସ୍ୱତଃପ୍ରଭୂତ ଜଳ ଝରୁଥିଲା। ଲକ୍ଷ୍ମୀସାଗରର ଯୋଉ ଚିନ୍ତାମଣୀଶ୍ୱର ପାଖରେ ଯୋଉ ହ୍ରଦ ଅଛି, ସେ ହ୍ରଦର ପରିସୀମା ଆଜି ସମ୍ପୂର୍ଣ୍ଣ ସମ୍ପ୍ରସାରିତ ହେବା ପରିବର୍ତ୍ତେ ସେ ବିଲୁପ୍ତ ପ୍ରାୟ ହେବାକୁ ବସିଲାଣି। ଜମି ମାଫିଆ ମାନେ ତାକୁ ମାଡି ବସି ସାରିଲେଣି। କାହାର ପ୍ରରୋଚନରେ? ଏ ସରକାରୀ ପ୍ରଶୋସନରେ ନା ଆଉ କାହା ପ୍ରରୋଚନରେ? ଯୋଉ ଡ୍ରେନ୍ ଗୁଡିକ ପାଇଁ ସରକାର ବିଧି ବ୍ୟବସ୍ଥା କରିଥିଲେ, ଯୋଉ 2008 ମସିହାରେ 100 କୋଟି ଟଙ୍କାର ବନ୍ଦୋବସ୍ତ, 80ରୁ 100 କୋଟି ଟଙ୍କା ଭିତରେ ମୋର ମନେ ପଡୁଛି, ସେ 80ରୁ 100 କୋଟି ଟଙ୍କା ଗଲା କୁଆଡେ? ଗୋଟାଏ ମାତ୍ର ଡ୍ରେନ୍ ହେଇପାରିଲାନି ଆଜି 2008 ଏପର୍ଯ୍ୟନ୍ତ। ଯେଉଁ କେରଳର ଯୋଉ ସରକାରୀ କେନ୍ଦ୍ରୀୟ ସ୍ତରରେ ସ୍ଲଟର ହାଉସ ଆସିଲା, ସେଇ ଢାଞ୍ଚାକୁ ନେଇକି ଭୁବନେଶ୍ୱରରେ 3ଟା ସ୍ଲଟର ହାଉସର ନିର୍ମାଣ। ଯୋଉଟା ଗୋଟାଏ ସ୍ଲଟର ହାଉସ ଥିଲା ସେଟା ଝାରପଡା, ସେଟା ବନ୍ଦ ହେଇଗଲା। 3ଟା ସ୍ଲଟର ହାଉସ କୋଟି କୋଟି ଟଙ୍କା ଖର୍ଚ୍ଚ କରିକି ଅଦ୍ୟାବଧି ହସ୍ତାନ୍ତରିତ ହେଇପାରୁନି, 8 ବର୍ଷ ହେଲା। ଇଏ କାହା ସ୍ୱାର୍ଥରେ? ଭୁବନେଶ୍ୱରରେ କଥା କହିବାକୁ ଗଲେ କେବଳ କ୍ୱାର୍ଟର ଗୁଡାକର ନବୀକରଣ ନାମ ମାତ୍ର। କିନ୍ତୁ ଦେଖନ୍ତୁ, ଠିକ ଆସେମ୍ବଲିର ସାମ୍ନାରେ ବହୁ ସୁନ୍ଦର ପ୍ରାଚୀନ ସେ ବ୍ୟବସ୍ଥାରେ ତିଆରି ହେଇଥିବା କ୍ୱାର୍ଟର ଗୁଡିକୁ ଧୂଳିସାତ କରିଦିଆଗଲା, ଶହ ଶହ ଗଛ କାଟି ଦିଆଗଲା। ସେ ଜାଗାରେ ତିଆରି ହଉଛି ବହୁତଳ ପ୍ରାସାଦ। କ'ଣ ଆବଶ୍ୟକତା ଥିଲା? ସହରର ପରିବ୍ୟାପ୍ତ କରିବାକୁ ସହର ସଦାବେଳେ, ଯେତେବେଳେ ସହର ଇଏ ହୁଏ, ସେତେବେଳେ ଯେତେବେଳେ ବୃଦ୍ଧି ହୁଏ, ଶ୍ରୀ ବୃଦ୍ଧି ହୁଏ, ସହରର ଜନସଂଖ୍ୟା ବୃଦ୍ଧି ହୁଏ, ସେତେବେଳେ
ସହର ବ୍ୟାପ୍ତ ହୁଏ ଗ୍ରାମାଞ୍ଚଳ ଆଡକୁ। ବିସ୍ତୀର୍ଣ୍ଣ ପଡିଆ ପଡିଥିଲା, ବିସ୍ତୀର୍ଣ୍ଣ ପଡିଆ ଆଡକୁ ଶ୍ରୀବୁଦ୍ଧି ନକରି ମଧ୍ୟ ଭାଗରେ ରହିବାର ଯୋଉ ଲାଳସା, ତାକୁ କିଛି ଜମି ମାଫିଆ, କିଛି ବିଲ୍ଡର ଏବଂ ସହରର ପ୍ରଶାସକ ମାନଙ୍କୁ ହାତକୁ ନେଇ ସେମାନେ ମାଡି ବସି ଆରମ୍ଭ କରିଦେଲେ ଖାଲି ସ୍ଥାନ ଗୁଡାକ ଜବରଦଖଲ। ଆଜି ସେଠି ଅନେକ ଗୁଡେ ଆପାର୍ଟମେଣ୍ଟ ତିଆରି ହେଇଯାଇଛି ଏଇ ଗଲା 25 ବର୍ଷ ଭିତରେ। ସେଥିପାଇଁ ଦାୟୀ କିଏ? ଏ ନେତୃତ୍ୱ, ଏ ପ୍ରଶାସକ। ମୁଁ ଦୃଢ ଭାବରେ କହିବି ଅଦୂରଦର୍ଶୀ ପରିଣାମ ଆଜି ଜନସାଧାରଣଙ୍କୁ ତ୍ରସ୍ତ କରି ରଖିଛି। ତେଣୁ ସାବଧାନ, ବହୁତ ହେଇଗଲା। ତେଣୁ ଆପଣ ନିଜେ ଚିନ୍ତା କରନ୍ତୁ, ଭୋଟ ଦେବେ ଦେଲା ବେଳେ ଅନ୍ତତଃ ଭାବେ ଚିନ୍ତା କରନ୍ତୁ ଭୋଟ ଦେବେ କାହାକୁ। ସର୍ବୋପରି ମଧ୍ୟମ କଥା ଦେଖିଲା ବେଳେ ମଧ୍ୟମ ନିର୍ବାଚନ ରହୁଥିବା ଭୋଟଦାତାଟିଏ ମୁଁ, ମତେ ବାଧା ଲାଗେ। ଦି ଥରର ମେୟର, ଗୋଟେ ଥରର ବିଧାୟକ ଯେତେବେଳେ ସ୍ଥିରୀକୃତ କରାହେଲା ଲେକ୍ ଉପରେ ଯେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟର ଇଏ ଥିଲା ପୂତିଗନ୍ଧମୟ ପରିବେଶ ପାଇଁ ଯେତେବେଳେ ଗୋଟେ ଆର୍କେଡ ତିଆରି କରାଗଲା, ତାକୁ କଣ ପ୍ରତିବାଦ କରିବା ପାଇଁ ତାଙ୍କର ସ୍ୱର ଆସିଲାନି? ତାକୁ ପ୍ରତିରୋଧ କରିବା ପାଇଁ ତାଙ୍କ ନିର୍ବାଚନ ମଣ୍ଡଳୀରେ ତାଙ୍କର ସ୍ୱର ଆସିଲାନି? ଆଜି କଣ ପାଇଁ ସେ ସହରବାସୀଙ୍କୁ ୟା ଭିତରକୁ ଫସେଇ ଦେଇ ଚାଲିଗଲେ? ଡେଭିଏସନ ଅଫ ଦ ପର୍ପଜ ହେଇ ଗୋଟେ ଜାଗାରେ ତିନିଟା ପ୍ରକଳ୍ପକୁ ବନ୍ଦ କରିଦେଲେ। ଏହା କଣ ସହରବାସୀ କାଲି ସକାଳେ ଯୋଉ ପ୍ରକାର ପରିସ୍ଥିତି ତିଆରି ହେଇଛି ସେଥିପାଇଁ ସେ କଣ ଉତ୍ତରଦାୟୀ ନୁହନ୍ତି? ସେ ନିଜକୁ ସମୀକ୍ଷା କରନ୍ତୁ, ଏଟା ଠିକ ହେଇଛି ଅବା ଭୁଲ ହେଇଛି।